सांग मैंने देखो गद ए उठिला मोर 5टा बेल उठी एक्सरसाइज करी रेड कलर बियर पिऊँ काई कर जागा दे गद को गाधे जा गद गाधे वाला ये गद खाली को शोबी फुटीगला चुन्नी माछ कौन करें आम जा खाऊ ना नालचा खाई क्षीर जा देखिए नालचाटा भल ना देह हाँ बड़ा बाबू कहले आने पैसा देले पैसा मुझे तो मागिले पैसा मुझे चिन्हनी तो मागिले पैसा दबू आड़ी तो चिन्ह क्या पैसा रखे मत भल लगे ना खोलिकी आती माछ मु कहीं सोना हाथ खाली तो हाथ को पानी देदेवी खाली घसीदे पुदीना पत्र छिड़े नौ छिड़े ने बढ़ पुणी बुढ़ा हो गला मसला कही मसला दबा कही आज हाँ मसला हाँ 3टा तो क्या थोक आ भर आस्ते धीरे कर बस्ता ऊपर थो बोली सका धरली हाथ भल ना बोली टेकी पारे ग्रीन जूसटा खार मार खाया माँ खाइबू भात देवी भात खाइबू खाली डालमा खाइबू भारी कड़ा हेलो कंटा चामच चा मुड़ी खाऊ डालमा कौन खाइब डालमा तो मुड़ी पकड़ खाईदे कौन खाईदे खाईदे तू उठबुनु सकाल सकाल तरबुज खाइलानी बस मोटा कुनि कुनि कर काटेनी मोटा कुनि कुनि काटेनी मु केते लुण पड़छ बाछि खाइबू तू लुण काई लुण नाही मिल गलानी सेतु पड़ गलानी सेतु पकई थोइछि
ଖାଇବି ଅଳ୍ପ ଖାଇବି। ତୋ ମୁଣ୍ଡ ଉପରେ ଥୋଇଦେ। ଆସନି ଦେବ ଗୋଇଠାଟା ଦେଇଦେଲି ଆସନି କାହା ମୁଣ୍ଡ ଭାରି ଆସନି ଗେଲେ ସେମିତି କୁହନି ଲୋକ ତାପରେ କାନ୍ଦ ଥୋଇଦେବନି ମୁଣ୍ଡ ଉପରେ ନା ମୁନି ଦେଶ ବାହାରିଛୁ ମୁନି ଦାସ ହଁ ସେଇଠି ହେଇଛି ଯୋଉଠି କହିଥିଲି ଗଡ଼ୁ ସିଏ ଗଡ଼ି 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 ପଳେଇଲାଣି ଏକରକୁ ହଁ ସେଇଠି ଅଛି ଏଇ ଏକରକୁ ଗଡ଼ିଗଲା ତୋର ଆଗ ଚୁଟି ପଳେଇଗଲା ମାନେ ଆଗ ଚୁଟି ଝୋଲିକି ରହିଯିବ କଣ ସେଇ କରି ଅଛି ସେଇ ତ ଜଷ୍ଟ ଯୋଉଠି ହାତ ମାରିଲେ ସେଇ ଜଷ୍ଟ ତା ପଛକୁ ଆଉ ଟିକେ ତଳକୁ ଆଉ ଟିକେ ତଳକୁ ହେଇଗଲା ପିଲା ଦେଖ ଶାଢ଼ୀରେ ପିଲା ଦେଖା ଏଇ ପକା ପକା ଆସନି ଭାରି ଆସନି ମୁଁ ଜେଜେ ଜାଣି ଜଡ଼ିଟା ଭଲ ଲାଗିଥିଲା ନା ସେଠି ମୋ ଜେଜେଟା ଅଧିକା ହାଇଟ୍ ନୁହଁ ତୋର ଭଳିଆ ହାଇଟ୍ ହେଇଥାନ୍ତା ଠିକ୍ ପାଖାପାଖି ହେଇଥାନ୍ତା ମୁନି ଦାସ ସ୍ତ୍ରୀ ସଙ୍ଗୀତା ଜେନା ଆଉ ଏ ଯୋଉ ଡାକିବି ହଉ ମୁଢ଼ି ଚା ଖାଇସା ଡାକିବି ଚल जल पी କଣ୍ଟା ଚାମଚରେ ପି ଆଉ ଖାଇ ଦଉଛି କଣ୍ଟା ଚାମଚରେ ଚାଉମିନ ଖାଉଛି ଆଉ ପି ପି ଜଲ୍ଦି ପି ତ ପିଉନୁ ବାହାରେ ପାଣି ପାଣି ପୁରେଇ ବାହାରେ ମୁଁ ବି ସାଇଡ୍ ପିଇକି ଯାଉଛି ଆଉ ମୋର ଘାଣ୍ଟି ଦେ ତୋରାଣି ଗାଈ ପିଲା ଭଳିଆ ଛାଡ଼େ ଛତୁଆ ଟିକେ ପିଇ ଦେଇ ପଳେଇବା ଆଉ ମା କହୁଥିଲା ମାଛ ପଖାଳ ଖାଇବାକୁ ମୁଁ ନା ଖାଇବିନି ମା ପୋଛିଲାନି ହଁ ପୋଛିଛି ବା ଏଇ କ'ଣ କରୁଛି ଇଏ କ'ଣ କରୁଛି ଜାଣି ତରଭୁଜ ମଞ୍ଜି ବା ନାଇଁ ଛତୁଆ ହେଉଛି ଓହୋ ଆଜିକି ଖରା ହେଇଛି ଆମେ ଘରୁ ଖାଇବା ତାକୁ ରାସ୍ତାରେ ଦେହ ହାତ ପୋଡ଼ି ଯାଉଛି ମାନେ କେମିତିଆ ଖରାରେ ଆମ ଘରେ ଆସି ପହଞ୍ଚିଗଲେ ରୂପା ତା ଦୌଡ଼ିଛି ଭଦ୍ରରେ ଅନ୍ଧାର 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 କ'ଣ ଆଇଟମ୍ ହେଇଛି ଆଉ ଗରମ କରିବୁ ମୁଁ ଜାଣିପାରୁନି ମୁଣ୍ଡ ତରକାରୀ ଚିନୁ ରକମ ହେଇଛି ଚିନୁ ଅଣ୍ଡା ମା ଚିନୁ ଅଣ୍ଡା ଏମିତି ଭାଙ୍ଗି ଯାଇଛି ଫାଟିଗଲା କାଇଁ ଫାଟିଗଲା ଓହୋ ଏଇ ତା ଜୀବନ ନେଇଯିବୁ କି ଜୀବନଟା ନେଲେ ହିଁ ଟିକେ ପାଣି ପକେଇବୁ ହେଲା ପାଣି ପାଣି କରିବୁ ଚାମଚ ପକେଇ ଖାଇବା
কি খায় পট ସବୁ କେନ ପାଣି ଟିକେ ଗୁଡ଼ା ପାଣିଟା ହେଲେ ଭଲ ଲାଗେ ଶୁଖା ଶୁଖା ଭଲ ଆମେ ଖାଇବା ପାଣି ପୁରା ଚାମଚ ଦିଟା ଖାଇବା ଗରମ ପାଣି ନା ଗରମ ପାଣି ହିଁ ବାହାରୁଛି ଫୁଟିଲା ପାଣି ପକେଇ ଦେଉନ ଚାମଚ କଣ ପକେଇଲୁ କଣ ପକେଇଥିଲି ଆଉ ପକେଇବୁ ପକେଇଥିଲୁ ତ ଠିକ୍ ଅଛି ସିକ୍ସଟିନ୍ ମରା ହେଇଥିବ ନା ଶାଢ଼ୀରେ ସିକ୍ସଟିନ୍ ମାରିବା ବଦଳରେ ମା ଆଧେ ସିକ୍ସଟିନ୍ ମାରି ଦେଉଛି ବୁନ୍ଦି ଜରିରେ କ'ଣ କହିବି ତୋତେ ନେଇ ତ ସିକ୍ସଟିନ୍ ମାରିବା मुँह में मोड़ा ठीक है ना दो सारे के सारे डाल दिया भी गोला गोला वाला छोला से दे देते तोल गए वो झोला देते फल देनी मत आई लव झोला एक फल को दे दो आउटा देना ना कि सकाल कि गीत बोलूला जानी मो भाई जीवन ना गीत शुणुथे से ये बोला कहले एमती गीत बोलिया मेलोडी बोला से कहले एमती गीत आम ये ना ମାଛ ଖାଇବୁ ସବୁ ଟେଷ୍ଟ ନଥିଲା ପୁରା ମାଛଟା ଆ ମସଲା ଜାନା ହଉଛି କିନ୍ତୁ ଗୋଟା ଅମୃତ ନାଗୁଛି ମୁଣ୍ଡ ମଗଜ ନା ଭେଜା କଡ଼େଇ ଜାଣିବା ମନେ ନାହିଁ ଆଉ ଇଲେ କଲି କଲିଜା ଥୋ ଜମା କଲିଜା ଖାଆନି ଆଉ ତ ଦୁଇ ତିନି ଖଣ୍ଡେ ମୋର ମନେ ନାହିଁ କଡ଼େଇ ଆଣିବା ଖାଇସାରେ घी थालिया दरकार पड़े न खाए आलू कड़े मन झोल खाइबू ତୋର ଅଣ୍ଡା ପ୍ଲେଟ୍ झोल खाइबू झोल ଆଳୁଟା ଆଣି ଗୋଟେ ଥୋଇଲି ଭାଇ ଆଉ ଖାବ ଖବର ଆଗ ହେଇଥିଲୁ କ'ଣ ରାଗ ଧରିନୁ ମା ଏଇ ମସଲା ବହୁତ ପକେଇଲା ମସଲା କଷିଦେଲି ଏକାଠି କଷିକିରି ସେଠୁ ଅଣ୍ଡା ଭାଜିଲି କାଢ଼ିଲି ତାପରେ ମସଲା ସେ କଡ଼େଇକି ଦେଲି ସେଠୁ ଆଉ ଦୁଇ ନା ରେସିପି ହଉ ନା ସେଠୁ କ'ଣ କଲା ଅଣ୍ଡା ଦେଖିଆ ମୁଁ ଆଇ ଶୋଧିବି ତଣ୍ଡା ଝାଡ଼ୁ ଭଲ ଭଲ ଝାଡ଼ୁ ଫାଡ଼ୁ ମାରେ ଝାଡ଼ୁ ବାଲା ଭଲ କି ଝାଡ଼ୁ ମାରେ ଝାଡ଼ୁ ବାଲା ଝାଡ଼ୁ ମାରି ସାରିଲୁ
ମୁଁ ପୋଛା ବାଲା ନୁହଁ। ପୋଛା ବାଲା ଚାଲ ପୋଛା ପୋଛି ଖାଇବୁ ଗୋଟେ ଖୋବା ପୋଛା ବାଲା। ଭାରି ଚାଲିଲା ଜାଣିକି ଫସିକି ପଳେଇଲା ମୁଁ ପୋଛା ମାରିଦେଲି ଆଇଲା ପୋଛା ମାରିଦେଲି ଆଇଲା ପୋଛା ବାଲା କିଏ ହେଲା? ଦେଖିଲି ନା ତୋଠୁ ଚାଲିଲା କିନ୍ତୁ କାମ କରିବା ପଡ଼ିବ ତ ଫସିକି ପଦେ କରି ପଳେଇବ ବାପା କାମ କଲା ବୋଲି ମୁଁ ଆଉ ମାରିବ କଣ ବାଥରୁମ୍ ଯିବିନି ଆଉ। ଫସିକି ପଳେଇବ ଜାଣିକି ବଢ଼ିଆ ପୋଛା ବାଲା। ଆପଣ ଯଦି ପୋଛା ବାଲା ଦରକାର ଅଛି ମୋତେ କମେଣ୍ଟ କରିବେ ମୁଁ ପଠେଇବି। ପୋଛା ବାଲିରେ ହଁ ମ ଏଇ ପୋଛା ବାଲି। କ'ଣ ସାଙ୍ଗମାନେ ଆମ ଚିକେନ୍ ଆମେ ଆଇଲା ବେଳକୁ ଦୋକାନରୁ ମା ତାର ଚିକେନ୍ ପ୍ରାୟ କରିଦେଇଛି ଟିକେ ଟିକେ ସିଝି ଯାଉଛି ପୁରା ସିଝି ଯାଇଛି ପ୍ରାୟ। ଚିକେନ୍ଟା କେମିତି ଦେଖାଯାଉଛି ଫୁଟି ଫୁଟି ପୁରା ତେଲ ବାହାରିଲାଣି। ଧଣିଆ ପତ୍ର ଆଣି ପକାଏ ବଢ଼ିଆ ଦେଖାଯାଉଛି। ଚିକେନ୍ ପୁରା ରେଡ଼ି ହେଇଯାଇଛି ଚାଲ ଖାଇବା। ମୁଁ ବି ଜାଣିପାରୁନି କୋଉ ତ ଆମେ ରୋଷେଇ ପାଇଁ ସରିଯାଇଥିଲା ମାନେ ଖାଇବା ଷ୍ଟାର୍ଟ କରିଥିଲୁ। ରାତିରେ ମାଆ କରିଥିଲା ସଜ ପଖାଳକୁ ଚିକେନ୍ ତ ଆମେମାନେ ଖାଇବା ଷ୍ଟାର୍ଟ କରିଥିଲୁ। ତ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ କହିବେ। ତ ମୋତେ ଚିକେନ୍ କଷା ବହୁତ ପସନ୍ଦ ଆଉ ପଖାଳ ସାଙ୍ଗରେ ବହୁତ ଭଲ ଲାଗେ। ତ ଚାଲନ୍ତୁ ଖାଇବା। ରୂପା ତ ଆସିନାହାନ୍ତି ମୁଁ ମୋର ଆଗତରେ ଆସି ଖାଇ ଦେଇଥିଲି ଭୋକ ଜୋର ଲାଗୁଥିଲା ଆଉ ରାତି ବି ସେମିତି ବହୁତ ହେଇଯାଉଥିଲା। ତ କେମିତି ଲାଗିଲା ଭିଡ଼ିଓ ଲାଇକ୍ ସବସ୍କ୍ରାଇବ୍ କରିବା ଜମା ଭୁଲିବେନି।